ओम अच्युताय नमः। आमे महापुरुष अच्युतानंद दासंकर शिवकल्प निर्घंट कलिजुग लक्षणर किछि भविष्यत कथा जानिबा। से कौन कहउचंती तांकर एई सब शास्त्र मान करे। स्वामी आनंदराज चैनल को आपण मान को स्वागत जनाऊँछि एवं जो माने नियमित स्वामी आनंदराज चैनल को देखुचंती एवं महापुरुष अच्युतानंद महापुरुषंकर पंचसखा मानंकर भविष्यत कथा शुणुचंती जानुचंती सेमानकु मोर विनम्र अनुरोध। से माने जदि सब्सक्राइब करि नथिबे सब्सक्राइब करिदेबे एवं जदि भलो लागुथाय वीडियो आत्मीय स्वजन मान को पठेबे एवं तांको सब्सक्राइब करिवा पई निवेदन करिवे। धर्म संकुचितं तप विरहितं सत्य चतुरंगतं लोका धर्म हताः दिज्जाश्च लोभिता नरिव समानवाः निर्वीर्य पृथिवीनि रसद्धीरसा नीता महत्वंगता भार्या भर्तु विरोधिनी पररत्ता पुत्रा पितृवैशिणे हा कस्तखळ वर्तते कलिजुगे धन्या नरजो मृता। स्मृतिशास्त्र रे जुगांत संपर्क रे वर्णित अछि। अकाले कुहुक शैव अकाले नदी बुद्धय अकाले फल पुष्पश्च हत राजा हत प्रजा। सेहीपरि शिशु अनंत दास तांकर प्रधान शिष्य बारंग को कहिले श्रावण मासरे भांगिब नड़िया बैशाखे फुटिब कई गोचर दंडा को चसी जीवे जन धर्म को बरजी देई अकाल रे निम्ब कड़ आचरिब अकाल रे आंब बौल अकाले कोकिल राबिब बारंग पुरुष पुत्र प्रसवा हेमंत भियाण नोहिले बारंग कली नाश न होइब। सेहीपरि महापुरुष अच्युतानंद कहिले पुराण गीता भागवत छाड़ी मद मांस खाई होइबे राड़ी माता माउसी सासु कुहरण वेद न पढ़िबे तिले ब्राह्मण भग्नि की हरिबे सोदर भाई विप्रेम दिराजे खाइबे मही अति अनीति रे हेब प्रबल पूजा न करिबे देवताळ गुरुंकु शिष्य जे मानिबे नाही गुरुंकु देखिले लुचिबे जाई राजा मान जे अन्याय करिवे प्रजा गृहारी राजा न शुणिवे कर पीड़ा हेब शस्य नोहिब परजा दुख राजा न शुणिब अगाड़ी मिसाई बिकिवे धान पाप पुण्य को जे नोहिब ज्ञान एमंते प्राणी जे हुइबे हीन जेते अर्जिले न अंटिब अन्न गावर क्षीर न पूरीब पाए विष्टा भक्षी बेटी गोमता पुए दया धर्म मान ढाळे बुड़ीब ब्रह्मशूद्र धरी पानी बोहिब भाउज को घेनी करिवे घर गोदंडा चषिबे गालुआ चोर शाशुर बाल जे बहु धरिब से भारी जा घेनी पुओ रहिब
জ্যେষ্ঠ ଭାର୍ତ୍ତାକୁ କନିଷ୍ଠ ନ ମାନି ସମର୍ଥପଣରେ କଥା ନ ମାନି ବିଧର୍ମୀ ପୁତ୍ର ସଂସାରେ ପ୍ରବଳ ଭାରିଯାକୁ ଘେନି ହୋଇବେ ଗେଲ ନୃପତି ଲାଞ୍ଚୁଆ ହେବେ ସଂସାର ସୁଆଦ ନୁହିବ ମଧୁସାକର ଲବଣ ଉଠିବ ପୂର୍ବ ଦିଗରୁ ମାରୁ ମହାରୋଗ ହେବ ସେଠାରୁ। ଏଇଟା ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ଗୁପ୍ତ ଗହନ ଗୀତାରେ ଏକଥା ଅଚ୍ୟୁତ ମହାପୁରୁଷ ସ୍ପଷ୍ଟ ଭାବରେ ପ୍ରମାଣ କରିଛନ୍ତି। ଏବଂ ଭବିଷ୍ୟତ ଦ୍ରଷ୍ଟା ସଦ୍ଗୁରୁ ଶ୍ରୀ ଶିଶୁ ଅନନ୍ତ ପଟ୍ଟା ମଡ଼ାଣରେ ବର୍ଣ୍ଣନା କରିଛନ୍ତି। ବସନ୍ତ କାଳରେ ବରଷା ହୋଇବ ଧର୍ମାଧର୍ମ ନ ରହିବ ଭକତମାନଙ୍କ ଖେଳ ଭାଙ୍ଗିଯିବ ଅଭକତ ନାଶ ଧ୍ରୁବ ଦାରୁ ବୃକ୍ଷମାନ ଆଗେ ପଲ୍ଲବିବେ ବରଷା କାଳରେ ଯାଇ ତରକୁ ତେଜିବେ ସକଳ ନୃପତି ଆଉ ଧର୍ମ ଥିବ ନାହିଁ ଖଣ୍ଡଗିରି ଶିକ୍ଷେ ବରଫ ପଡ଼ିବ ଶୀତଳ ଜଳ ବୁହାଇ ସମ୍ବଲପୁରରେ ସମଲାଇଠାରେ ବଜ୍ରପାତ ହେବ ଯହିଁ। ଆପଣମାନେ ଶୁଣୁଛନ୍ତି ସମସ୍ତ ପଞ୍ଚସଖା ମାନେ ଯାହା ଆମର କଳିଯୁଗର ବାତାବରଣ କ'ଣ ହେବ ଲୋକମାନଙ୍କର ଆଚରଣ କ'ଣ ହେବ ଏବଂ କିପରି ଭାବରେ ଆମେ କେଉଁ ଅବସ୍ଥାରେ କେଉଁ ସମୟରେ କ'ଣ କଲେ କିପରି ଭାବରେ ଆମେ ଏଥିରୁ ମୁକ୍ତ ହେବା ଆଉ ଏହିସବୁ ଘଟଣାର ଲକ୍ଷଣ ଯେତେବେଳେ ପ୍ରକାଶ ପାଇବ ସେତେବେଳେ ଆମକୁ ବୁଝିଯିବାକୁ ହେବ ଯେ କଳିଯୁଗର ଅନ୍ତ ଆରମ୍ଭ ହେଲା। କେବେ ସରିବ କିନ୍ତୁ ଆରମ୍ଭ ଏବେ ହେଉଛି ଏବଂ ଏହିପରି ସେ ଶିବକଳ୍ପରେ ଯେମିତି କହିଛନ୍ତି ଆମର ଶିଶୁ ଅନନ୍ତ ସେମିତି ଶିବକଳ୍ପ ନୃସିଂହ ସଂହିତା ଏବଂ କେତେକ ଭବିଷ୍ୟତ ଗ୍ରନ୍ଥରେ ଭବିଷ୍ୟତ ବିଚାର କରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କଳିଯୁଗର ଆଗମନ ସମ୍ପର୍କରେ ଦ୍ୱାପରର ଭବିଷ୍ୟତ ଦ୍ରଷ୍ଟା ସହଦେବ କଳିଯୁଗର ସ୍ୱରୂପ ବୟାନ କରିଛନ୍ତି। ମହାଭାରତର ସ୍ୱର୍ଗାରୋହଣ ପର୍ବରେ ଆଦିକବି ସାରଳା ଦାସ ମଧ୍ୟ ସେହିପରି କେତେଗୁଡ଼ିଏ କଥା କହିଛନ୍ତି ଏବଂ ସେ କଥାମାନଙ୍କ ଭିତରେ ଆମେ ଗୋଟିଏ କଥା ଦେଖିବା ବିଧବା ବ୍ରାହ୍ମଣ ଯାକ ହେବେ ଅନାଚାରୀ କୁଳର ରମଣୀ ମାନେ ହେବେ ଅଭିସାରୀ ବିବାହୀ କନ୍ୟା କରିବେ ପତିକୁ ହିଁ ତେଜା ବିଧବା କୁଳ ରଖିବ ତ୍ୟାଗ କରି ଲଜ୍ଜା ଶାସ୍ତ୍ରକୁ ନିନ୍ଦା କରିବେ କଳିଯୁଗ ଲୋକେ କିଞ୍ଚିତ କଥାରେ କଳି କରିବେ ଅନେକେ ଏହି ପ୍ରକାରେ ସବୁ ହେବ କଳି ଯୁଗେ ସହଦେବ ଜଣାଇଲେ ଯୁଧିଷ୍ଠିଙ୍କ ଆଗେ। ପରମହଂସ ଅଭିରାମ ମଧ୍ୟ ତାଙ୍କର ଭବିଷ୍ୟତ ମାଳିକା ଯାହା ସେ କରିଛନ୍ତି ସେଥିରେ ମଧ୍ୟ ସେ ଏହିପରି ଅନେକ ଘଟଣା ଘଟିବ କହିଛନ୍ତି। ପଦ୍ମକଳ୍ପରେ ମଧ୍ୟ କିଛି କଥା କୁହାଯାଇଛି ଯେମିତି ଅଦ୍ଭୁତେଶ୍ୱରକୁ ଛିତି ଥୋକାଏ ଦେଶେ ଯିବେ ପୋଡ଼ି ଅଦ୍ଭୁତେ ଉଠିବ ଜିତାସ ପଡ଼ିବ ଗ୍ରାମ ପୁର ଦେଖ ଏବଂ ଓଡ଼ିଆ ଭାଗବତ ଏକାଦଶ ସ୍କନ୍ଧରେ ମଧ୍ୟ ଅତି ବଡ଼ି ଜଗନ୍ନାଥ ଦାସ କଲମ କରିଛନ୍ତି। ନର ଭକ୍ଷିବେ ନର ମାଂସ ସପ୍ତ ଆଦିତ୍ୟ ହେବେ ଦୃଶ୍ୟ କାହାରି ନ ରହିବ ବୁଦ୍ଧି ବୁଦ୍ଧି ରହିବେ ଗୁଣ ନିଧି ଅଗମ୍ୟ କରିବେ ଗମନ ନିନ୍ଦିବେ ନିଗମ ବଚନ ଆପେ ହୋଇବେ
ଅଳ୍ପାୟୁଷ ଏଣୁ ସକଳେ ଯିବେ ନାଶ। ସେହିପରି ତତ୍ତ୍ୱବୋଧିନୀରେ ଗୀତାରେ କୁହାଗଲା, ସମୁଦ୍ରରୁ ଉଠିବଟି ଲହଡ଼ି ଯେ ପୁଣ, ନୀଳଚକ୍ର ଡେଇଁ ପାଣି ପଡ଼ିବଟି ପୁଣ, ନୀଳଚକ୍ର ରୂପ ତାକା ଛିଳିଣ ପଡ଼ିବ ସମୁଦ୍ରର କୂଳେ, କଳ୍କି ରୂପକୁ ଚିନ୍ତା ପୁଣି ହେବ ଭାବିବେ କ୍ଷୀରାବ୍ଧି କୂଳେ। କବିକଳ୍ପ କଥା। ଏବଂ ବ୍ରହ୍ମ ସଂହିତାରେ ଲେଉଟି ଯିବ ଯେବେ କ୍ଷିତି ତୋଳି ଧରିବେ ବସୁମତୀ, ବର୍ଷା ଋତୁରେ ତିନି ବିନ୍ଦୁ ହୋଇ ମେଳ, ଜୁଡ଼ୁ ବୁଡ଼ୁ ହୋଇବ ପଡ଼ି ମୁଣ୍ଡ ମାଳ। ଭକ୍ତି ସୁକ୍ତଦାୟକ ଗୀତାରେ ମଧ୍ୟ କଥା କୁହାଯାଇଛି। ତେଣୁ ଆମେ ସତର୍କ ରହିବାକୁ ହେବ ଯେ କେତେବେଳେ କେଉଁ ମୁହୂର୍ତ୍ତରେ କେଉଁ କେଉଁ ଘଟଣା ଘଟିବ। ତେଣୁ ଆମେ ସଂସ୍କାରିତ ହେଇ ଅନ୍ଧବିଶ୍ୱାସରେ ଯିବାନି। ଏଇଟା କାହାକୁ ଆତଙ୍କିତ ଭୟଭୀତ କରିବାକୁ ଆମେ ଆଲୋଚନା କରୁନେ। ଆମକୁ ଚେତେଇ ଦେଇଛନ୍ତି ମହାପୁରୁଷମାନେ, ଆମେ ସେମାନଙ୍କର କଥାକୁ ହେ ଜ୍ଞାନ ନ କରି ତାକୁ ଗ୍ରହଣ କରିବା ଏବଂ ଏଥିରୁ ମୁକ୍ତ ହେବା ପାଇଁ ଆମେ ସତର୍କ ରହିବା। ଜୟ ଶ୍ରୀ ଜଗନ୍ନାଥ, ଜୟ ଅଚ୍ୟୁତ ମହାପୁରୁଷ, ଜୟ ପଞ୍ଚସଖା।